ନିରାମୟ ଯାଆନ୍ତୁ। କେହି ତାଳି ମାରିବେ ନାହିଁ, ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ, କେହି ତାଳି ମାରିବେ ନାହିଁ। ସର୍ବପ୍ରଥମେ ଉତ୍କଳ ଗ୍ରାମବାସୀର ସମସ୍ତ ଗ୍ରାମବାସୀମାନଙ୍କୁ ମୋର ନମସ୍କାର। ଆଜି ଯେତେବେଳେ ସମାଗମ ହୋଇଛନ୍ତି କେବଳ ନିଜର ଦାବି ହାସଲ କରିବା ପାଇଁ, ଯେଉଁ ପ୍ରୋବ୍ଲେମ୍ ଆପଣମାନଙ୍କର ଯେଉଁ ପ୍ରୋବ୍ଲେମ୍ ପାଇଁ ଆଜି ଆପଣମାନେ ଏଇଠି ଏକତ୍ରିତ ହୋଇଛନ୍ତି ସେଇ ବିଷୟରେ ଆପଣମାନଙ୍କର ଗଲା 2 ଦିନ ପୂର୍ବରୁ କଲେକ୍ଟର ସାର୍ଙ୍କର ଅଧ୍ୟକ୍ଷତାରେ ଗୋଟେ ମିଟିଂ ହୋଇଥିଲା। ଏ ବିଷୟରେ ସମସ୍ତେ ଅବଗତ ନିହାତି ଥିବେ। ଯଦିଓ ସେଇ ମିଟିଂରେ ମୁଁ ନଥିଲି, ଆପଣମାନେ ସମସ୍ତେ ଥିଲେ, ସମସ୍ତେ ନଥିଲେ ବି ସେଟା ଆପଣମାନଙ୍କ ରିପ୍ରେଜେଣ୍ଟେଟିଭ୍ ଗ୍ରାମ କମିଟିର ରିପ୍ରେଜେଣ୍ଟେଟିଭ୍ ଯାଇଛନ୍ତି। ଆପଣଙ୍କ ଦାବି ଏବେ ଯାହା ମୁଁ ଶୁଣିଲି ସେଥିରେ ଆପଣଙ୍କର ବାଇପାସ୍ ରାସ୍ତା ଦେଇକି କୋଇଲାର ପରିବହନ କରିବା ପାଇଁ ଯେଉଁ ଦାବି ରହିଛି ସେଥିରେ କଲେକ୍ଟର ସାର୍ ତାକୁ ପୁଙ୍ଖାନୁ ଭାବରେ ଆଲୋଚନା କରିକି ଆପଣମାନେ ଆଲୋଚନା କରିଛନ୍ତି। ତା ସହିତ ଗଭର୍ଣ୍ଣମେଣ୍ଟକୁ ଲେଖା ହେଇଛି ଯେ କାମ୍ପା ମାନେ କମ୍ପିଟେଣ୍ଟ ଅଥରିଟି ଅଫ୍ ଲ୍ୟାଣ୍ଡ ଆକ୍ୱିଜିସନ୍ ହେଲେ ଯାଇକି ସେ ରାସ୍ତା ବାଇପାସ୍ ରାସ୍ତା ତିଆରି ହୋଇପାରିବ। ତେଣୁ ସେଇଟା ବି ମଧ୍ୟ ଯେତେ ଜଲ୍ଦି ଆପଣମାନଙ୍କର କମ୍ପିଟେଣ୍ଟ ଅଥରିଟି ସହିତ ଆଲୋଚନା କରିକି ଲ୍ୟାଣ୍ଡ ଆକ୍ୱିଜିସନ୍ କରାଯାଇବ। ଲାଗିବ ଟିକେ ଟାଇମ୍, ତାହା 6 ମାସ ଭିତରେ କମ୍ପ୍ଲିଟ୍ କରିବା ପାଇଁ ଆମେ ଯୋଜନା କରିଛୁ। କିନ୍ତୁ ଯେଉଁ କୋଇଲା ଖନନ ହେଇକି ଅଲରେଡ଼ି ଗଦା ହେଇକି ଅଛି ତାହାର ପରିବହନ ନହେଲେ ତାହା ପରିବେଶ ପାଇଁ କିମ୍ବା ଏ ଗାଁର ପାଖାପାଖି ଯେଉଁ ଗାଁ ଅଛି ସେଥିରେ ବହୁତ ଡେଞ୍ଜର ହେଇଯିବ। ଯାହାଫଳରେ କି ଆପଣମାନେ ସମସ୍ତେ ଏଇ କେବଳ କୋଶଳବାସୀ ନୁହେଁ, ଏଇ ଲାଗି ରହିଥିବା 30ରୁ 40 ଗାଁ ସେଥିରେ ଆଫେକ୍ଟେଡ୍ ହେବେ। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ଯେ ପ୍ରଶାସନ ଆପଣମାନଙ୍କ ପାଖରେ ଅଛି, ତାଙ୍କୁ ସାହାଯ୍ୟ କରନ୍ତୁ, ସହଯୋଗ କରନ୍ତୁ। ସେହି ଯେଉଁ ଗଦା ହେଇକି ରହିଥିବା କୋଇଲାକୁ କିଭଳି ଟ୍ରାନ୍ସପୋର୍ଟ କରାଯାଇପାରିବ। ଆପଣମାନଙ୍କର ଦାବି ଆଉ ଅନ୍ୟ ଦାବି ଯେଉଁ ଅଛି ପଲ୍ୟୁସନ୍ ରୋକିବା ପାଇଁ ଯାହା ଯେଉଁ ଅଛି ଦିନରେ ତ ଗାଡ଼ି ଚାଲିବନି, ତାର ନୋ ଏଣ୍ଟ୍ରି ଟାଇମ୍ ଭିତରେ ଗାଡ଼ି ଚାଲିବ, ନୋ ଏଣ୍ଟ୍ରି ଟାଇମ୍ ଭିତରେ ଗାଡ଼ି ଚାଲିଛି। ଅନ୍ୟ ଏରିଆ ଭିତରେ ଯେମିତି ରହିଛି ଆପଣଙ୍କର ପାଖାପାଖି ଖଣିର ଯେଉଁ ଗାଡ଼ି ଯେଉଁ ସମୟରେ ଯାଉଛି ସେଇ ସମୟରେ ହିଁ କେବଳ ଯିବ। କୌଣସି ସେ ତା ଟାଇମ୍ଟାକୁ ବାହାର ହେବ ନାହିଁ, ବାହାର କରାହେଇଛି ଯେଉଁ ଆଉ ତାର ଯେଉଁ ପାଣି ସିଞ୍ଚନ କରିବା ପାଇଁ କଲେକ୍ଟର ସାର୍ ଅଲରେଡ଼ି ତ ଆପଣମାନଙ୍କୁ ପ୍ରସ୍ତାବ ଦେଇଥିବେ। ନିଶ୍ଚିତ ପାଣିର ସିଞ୍ଚନ କରାଯିବ। ଆଉ ଆପଣମାନଙ୍କର ଯେଉଁ ଦାବି ରହିଛି ଅନ୍ୟ ଦାବି ସବୁ, ସେଇ ଦାବି ଗୁଡ଼ାକ ନିଶ୍ଚିତ ଭାବେ ତାକୁ ପୂରଣ କରାଯିବ। କିନ୍ତୁ ରାସ୍ତା ହେବା ପାଇଁ ଟିକେ ସମୟ ଲାଗିବ। ସେଇ ସମୟ ଭିତରେ ଗଦା ହେଇକି ରହିଥିବା କୋଇଲା କ'ଣ ବି ହେଇଯାଇପାରେ, ସେଥିରେ ଅଞ୍ଚଳବାସୀ ତା ପାଇଁ ଅନୁରୋଧ କରିବି ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ। ଶାନ୍ତି ଶୃଙ୍ଖଳା ରକ୍ଷା କଲେ ଆମେ ଡିସ୍କସନ୍ଟା ସଫଳ ହେବ। ତେଣୁ ଏତେ ବଡ଼ ସମାଗମରେ କେହି ନା କେହି ଯଦି କିଛି ନା କିଛି କରିଦେଲା ପରେ କରିଦେଇପାରେ। ତେଣୁ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ଯେ କୌଣସି ପ୍ରକାର ଆଇନ କେହି ହାତକୁ ନିଅନ୍ତୁ ନାହିଁ। ଆମେ ଶାନ୍ତିପୂର୍ଣ୍ଣ ଭାବେ ଆପଣଙ୍କ ସାମ୍ନାରେ ଛିଡ଼ା ହେଇକି ଯାହା ସମାଧାନ କରିବା ପାଇଁ ଆମେ ଗୋଟେ ପନ୍ଥା ବାଛୁଛେ। ଆପଣଙ୍କର ଦାବି ଯେଉଁ ରହିଥିଲା ଯେ ବାଇପାସ୍ ତ ଆମେ ନିଶ୍ଚିନ୍ତ କରିବା, କିନ୍ତୁ ବାଇପାସ୍ ପାଇଁ ଯେହେତୁ ଟିକେ ସମୟ ଲାଗିବ, ତା ପାଇଁ ଆମେ ନିହାତି ଟିକେ ଅପେକ୍ଷା କରିବା ପାଇଁ ପଡ଼ିବ। ଆମେ ସାଇମଲ୍ଟେନିୟସଲି ଗୋଟେ ବାଇପାସ୍ ରାସ୍ତା ତିଆରି ଚାଲିବ, ଏପଟେ ଟ୍ରାନ୍ସପୋର୍ଟିଂ ବି ହେବ। ତେଣୁ ये स्टेट हाईवे रोड 63 स्टेट हाईवे साधारणतः NH
ଲାଗିବ ଆପଣଙ୍କର ସେଥିରେ ଅଛି ଜରାସିଙ୍ଗା କୋମଣ୍ଡ ସେଇ ବାଟ ଦେଇକି ଯାଉଛି ଏଇ ରାସ୍ତା ଦେଇକି ମଧ୍ୟ ଯାଉଛି ଆମର ପାଖାପାଖି ଯେଉଁ ଜିନ୍ଦଲ ମୈତ୍ରୀ ଯେଉଁ କୋଇଲ ଟ୍ରକ୍ ଯାଉଛି ସେଇଭଳି କୋଶଳା ଦେଇକି ମଧ୍ୟ ସେଇ ବାଟ ଦେଇକି ଯିବ ଜିନ୍ଦଲ ରୋଡ଼ ଦେଇକି ଆପଣଙ୍କର କୋମଣ୍ଡ। ତେଣୁ ମୁଁ ଅନୁରୋଧ କରିବି ଆପଣମାନେ ସହଯୋଗ କରନ୍ତୁ। ପ୍ରଶାସନ ଆପଣଙ୍କ ସହିତ ଅଛି। ଆପଣଙ୍କର ଯାହା ଦାବି କଲେକ୍ଟର ସାର୍ଙ୍କର ସହିତ ଆଲୋଚନା କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଆପଣଙ୍କର ଦାବି ଯାହା ଅନ୍ୟ ଦାବି ଗୁଡ଼ାକ ନିଶ୍ଚିତ ଅପରଣ କରିବା ପାଇଁ ଚେଷ୍ଟା କରାଯିବ। सर सेम प्लांट तो आमर अच्छी झारसुगुड़ा बार प्लांट अच्छी आईपीपी अच्छी सीपीपी अच्छी सेपट को कर सेम तो SS63 अच्छी सर ସମୟ ଲାଗିବ ନା ଆପଣଙ୍କର ବାଇପାସ୍ ତ ବାଇପାସ୍ ପାଇଁ ଜମି ଅଧିଗ୍ରହଣ ହବ। ଜମି ଅଧିଗ୍ରହଣ ହେଲା ପରେ ଯାଇକି ଖନନ ରୋଡ ତିଆରି ହବ। ରୋଡ ତିଆରି ହେଲେ ତେଣୁ ସେଇଟା ତ ନିଶ୍ଚିତ କରାଯିବ। ତା ପାଇଁ ଆମେ ମନା କରୁନୁ। ଆପଣଙ୍କର ସେଇ ଦାବିଟା ଆପଣଙ୍କର ଯୁକ୍ତିଯୁକ୍ତ ଦାବି। ତଥାପି ଆମେ ଯେଉଁ ଗଠିତ ହେଇକି କୋଇଲା ଅଛି সেই କୋଇଲାକୁ ଯଦି ଅଧିକ ଦିନ ଆମେ ସେଇଭଳି ଭାବରେ ଖୋଲା ଛାଡ଼ିଦେବା ତାହେଲେ ସେଇଟା ବିପଦଜନକ ହେଇପାରେ ପାଖାପାଖି ଗାଁ ପାଇଁ। ତେଣୁ ଏଇ ଏରିଆ ପାଇଁ ସେ ଗୋଟେ ଆଜି ଗାଡ଼ି ଟ୍ରକ୍ ଖୋସଲା ଦେଇକି ଯେଉଁ ପଲ୍ୟୁସନ ହବ ତାଠୁ ଆହୁରି ବିପଦଜନକ ହବ ଖୋଲାରେ ରହିଥିବା କୋଇଲା। ତେଣୁ ଏଥିରେ ଆପଣମାନଙ୍କର ଦାବି ଅଛି ସେଟା ଆମେ ମାନୁଛୁ, କିନ୍ତୁ ସେଟା ପଲ୍ୟୁସନ କଣ୍ଟ୍ରୋଲଟାକୁ ଆମେ କରିବା। କିନ୍ତୁ ତାର ଯେଉଁ ପ୍ରପର ଗାଡ଼ି କରିକି ଗାଡ଼ି ଯିବ ପ୍ରପର ପ୍ରୋଟେକ୍ସନରେ ମାନେ ଆପଣଙ୍କର ସେଠି ଯେଉଁ ପାଣି ସିଞ୍ଚନ ରହିବ ତା ସହିତ ଆପଣ କେବଳ ରାତିରେ ଗାଡ଼ି ଚାଲିବ। ଯେଉଁ ଅଛି ଦିନରେ ଗାଡ଼ି ଚାଲିବାର ସମ୍ଭାବନା ନାହିଁ। ଗାଡ଼ି ଚାଲିବନି ଆପଣଙ୍କର ଯେହେତୁ ଏଇଟା କୋଶଳା ଏରିଆ ଗୋଟେ ଜନବହୁଳ ଏଠି ଗାଡ଼ି ଚାଲିବାର ଅନ୍ୟ ସମୟରେ ଚାଲିବା କେବଳ ରାତିରେ ଯେମିତି ଅନ୍ୟ ଗାଡ଼ି ଚାଲୁଛି କେବଳ କୋଇଲା ଗାଡ଼ିକି ଛାଡ଼ି ଦେଇକି ଅନ୍ୟ ଗାଡ଼ି ଚାଲିବ ଦିନ ବେଳେ, କିନ୍ତୁ କୋଇଲା ଗାଡ଼ିଟା କେବଳ ତା ଟାଇମ୍ ଭିତରେ ହିଁ ଯିବ। রাস্তা যাহা ড্যামেজ হব গাড়ি গলে রাস্তা যাহা ড্যামেজ হব তা নয় রিপেয়ার হব কোম্পানি রিপেয়ার করব। সেটা হচ্ছে দায়িত্ব আমার আছে রাস্তা রিপেয়ার କରାଯିବ। ଜଣେ କୁହନ୍ତୁ ଦୟାକରି କହିବେ ଜଣେ କୁହନ୍ତୁ ଦୟାକରି ଜଣେ କୁହନ୍ତୁ କାହିଁକି ନା ଆମେ ଏଠି ସମସ୍ତେ କହୁଛେ ସମସ୍ତେ ଏଠି ଯେତିକି ଲୋକ ଅଛନ୍ତି ଯଦି ଜଣେ ଜଣେ କହିବା ଆରମ୍ଭ କରିବେ ତାହେଲେ କିଛି ତାର ଫଳ ହବନି। ଜଣେ କୁହନ୍ତୁ सर मीनाक्षी पावर होगी वेदांतर ग्रुप आमर रिक्वेस्ट फास्ट आपण नौजवान भाई मान को आम सत भाव में आलोचना करवा प्रति श्रृंखला रक्षा करवा असभ्य भाषा कहीं कहवानी सार मान सागे आलोचना करमर जो मंडी माइंस है 2019 सार का अवगत कर दूसरी 2019 जो है से तार पूरा क्लियरली मेंशन अछि से कोयला खଣି पूर्वरु 38 किलोमीटर दरपड़ा रेलवे साइडिंग करबो सेटा कोन पाई करा गलान सारा आगो को हक दोंतु मेरा उसका एक पार्टी तो करा दुराई काई को ଏଥିରେ ଆମେ ମାନୁଛୁ କିନ୍ତୁ ସେଟା ଇଏ ହେଇଯାଇଛି। ଏବେ ଆମେ ଧ୍ୟାନ ଦିଆହେଇନଥିଲା କୌଣସି କାରଣ ସେଟା ରହିଯାଇଛି। ଏବେ ତ ଆପଣମାନେ ସହଯୋଗ କଲେ ସେଇ ରାସ୍ତା ଜିନିଷ ରହୁଛି ଲ୍ୟାଣ୍ଡ ଇସ୍ୟୁ ରହୁଛି।
ତେଣୁ ଆପଣମାନଙ୍କର ଟିକେ ସହଯୋଗ ଦରକାର ଆଉ ସେଇଟା ଆମେ ଯେତେ ଶୀଘ୍ର ଚେଷ୍ଟା କରିବୁ ଆମେ କରିବୁ ତେଣୁ ସେଇ ରାସ୍ତା ହବ ସାଇମଲ୍ଟେନିୟସଲି ଆମେ ଚେଷ୍ଟା କରୁଛୁ କରିବା ପାଇଁ ଖଣି ଏତିକିରେ ସରିଯାଉ ନାହିଁ ଏ ଏରିଆରେ ସେଣ୍ଡିପଦା ଏରିଆରେ ଖଣିର ବହୁତ କମ୍ପାନୀ ଆସିକି ଅଛନ୍ତି ଖଣି କରାଯିବ ତା ପାଇଁ ରାସ୍ତା ନିହାତି ଦରକାର ରାସ୍ତା ନିହାତି ହବ ତେଣୁ ରାସ୍ତା ଏଇ ରାସ୍ତା ଉପରେ ସବୁ ଗାଡ଼ି ଯଦି ଯିବ ଆପଣମାନେ ଯାହା କହୁଛନ୍ତି ଏଇଟା ବି ମଧ୍ୟ ଗାଡ଼ି ରାସ୍ତାରେ ଖରାପ ହେଇଯିବ କିନ୍ତୁ ତା ପାଇଁ ଗୋଟେ ସେପାଟେ ରାସ୍ତା ବିକଳ୍ପ ବାହାର କରାହେଇଛି ଆପଣଙ୍କର ଯେଉଁ କୋଚିଂରେ ଥିଲା ସେଇ ପ୍ରସ୍ତାବ ଥିଲା ସେଇ ପ୍ରସ୍ତାବଟା ସେଇ ସମୟରେ ଟିକେ ସ୍ଲୋ ହେଇଯାଇଛି ଏବେ ତାକୁ ଆମେ ଏକ୍ସପେକ୍ଟେଡ୍ କରିବା ପାଇଁ ନିହାତି କରିବୁ ତା ପାଇଁ କମ୍ପିଟେଣ୍ଟ ଅଥରିଟି ଅଲରେଡ଼ି ଗଭର୍ଣ୍ଣମେଣ୍ଟ ପ୍ରପୋଜାଲ୍ ଯାଇଛି ଆପ୍ରୁଭାଲ୍ ହେଇଗଲା ମାନେ ସାଙ୍ଗେ ସାଙ୍ଗେ ଆମେ ସେ କାମ ଆରମ୍ଭ କରିବୁ ଆପଣମାନଙ୍କୁ ସମସ୍ତଙ୍କୁ ଅବଗତ କରିଦିଆହଉଛି ଆମର ଯେତିକି ବି 34ଟା ମାଇନ୍ସ ହବ ସବୁ CHT କନଭୟରେ ଯିବ ଗୋଟେ ବି ଟ୍ରକ୍ ମାଧ୍ୟମରେ ଯିବନି ସବୁ ଆମର ଭାରତ ସରକାର ଏତେ ବଢିଆ ନିୟମ କରିଛନ୍ତି ଯେ ଗୋଟେ ବି କୋଇଲା ଗାଡି ଆମର ଟ୍ରକ୍ ମାଧ୍ୟମରେ ଯିବନି ସମସ୍ତଙ୍କର ଅଛି ଇସି ମୋ ପାଖରେ ଅଛି ବିନା ଏନଭାରମେଣ୍ଟ କ୍ଲିୟରାନ୍ସରେ କୌଣସି ମାଇନ୍ସ ଗାଡି ମାନେ କୋଇଲା ପରିବହନ କରିବା କଥା ନୁହେଁ ଯଦି ଆମେ ଏମତି କରିବା ସାଙ୍ଗେ ସାଙ୍ଗେ କୋଇଲା ଖଣି ବନ୍ଦ ଯେହେତୁ ଆମର ଦେଶର ସମ୍ପତ୍ତି ସେଇଥିପାଇଁ ଆମେ ସମ୍ମାନ ଦେଇକିରି ଆମେ ଆପଣମାନଙ୍କୁ ରିକ୍ୱେଷ୍ଟ କରାଯାଉଛି ଯଦି ନେଇକି ମୀନାକ୍ଷୀ ପାୱାର ମୀନାକ୍ଷୀ ହଉଛି ବେଦାନ୍ତର ଗ୍ରୁପ ଆପଣ ବେଦାନ୍ତ ଝାରସୁଗୁଡା ପଟେ ବଡ ରାସ୍ତା ଅଛି ତାକୁ ଚଲାନ୍ତୁ ବେଦାନ୍ତ କଥା ଉଠୁନି କି ମନ୍ଦାକିନୀ କଥା ଉଠୁନି କି ଅନ୍ୟ କୋଉ କମ୍ପାନୀ କଥା ଉଠୁନି ଏଠି ଆମର ଉଠୁଛି ଆପଣଙ୍କର ଯୋଉ କୋଇଲା ଖଣି ହେଇଛି ତାହାରି କଥା ଆମେ କଥା କହିବା କୋଉ ବେଦାନ୍ତରେ କ'ଣ ହେଇଛି ଅଲଗା କଥା କି କୋଇଲା ପୋଡ଼ି ହେଇକି ଖୋଳା ହେଇକି ଗଦେଇ ଦିଆହେଇଛି ତାର ପ୍ରଭାବ କ'ଣ ହବ ସେଇଥିପାଇଁ ଆମେ ଚିନ୍ତିତ ସାର୍ ମାନଙ୍କୁ ସହଯୋଗ କରନ୍ତୁ ଗାଡି ଆସିଲା ଭାଇମାନେ ପିଚୁ ରାସ୍ତା ତଳକୁ ଯାଆନ୍ତୁ ଆପଣଙ୍କୁ ସତ ନମସ୍କାର କରୁଛି ଜୁହାର ହଉଛି ଆପଣ ଗାଡିକି ପାର କରିଦିଅନ୍ତୁ ସାର୍ ମାନେ ଆମ ପାଖକୁ ଆସିଦିଅନ୍ତୁ ଏଇଟା ଗୋଟେ ନିଷ୍କର୍ଷରେ ପହଞ୍ଚିବ ଆମେ କଥାବାର୍ତ୍ତା ଚାଲିଛି ଆପଣମାନଙ୍କୁ ଅନୁରୋଧ ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ ଆପଣମାନଙ୍କୁ ହଜାର ନମସ୍କାର କରୁଛି କେହି ଆଇନକି ହାତକୁ ନିଅନ୍ତୁ ନାହିଁ ଦୁଇ ପଟେ ପୋଲିସ ଫୋର୍ସ ଅଛନ୍ତି ସେପଟରୁ ଅଛନ୍ତି ଆମର ଅନୁଗୁଳ ପଟରୁ ଅଛନ୍ତି ପଦା ପଟରୁ ଅଛନ୍ତି ଆମେ ନିଜେ ଆରେଷ୍ଟ ହେଇକି ସମସ୍ତେ ଯିବା ଆପଣମାନଙ୍କୁ ହଜାର ନମସ୍କାର କରୁଛି ଆମେ କଥାବାର୍ତ୍ତାରେ ସବୁ ସମାଧାନ ହେଇଯିବ ଯେହେତୁ ଭାରତ ସରକାରଙ୍କର ନିୟମ ଅନୁସାରେ ଆମେ ଚାଲୁଛନ୍ତି ଭାରତ ସରକାରଙ୍କର ନିୟମ ଅଛି କୋଇଲା ଖଣି କରିବା ପୂର୍ବରୁ ରାସ୍ତା ତିଆରି ହବ ତାପରେ କୋଇଲା ଖଣି ହବ ଯେହେତୁ କରିନାହାନ୍ତି ସାର୍ ମାନେ ନିଜେ ସମସ୍ୟାର ସମାଧାନ କରିବେ ଆମେ ଜାଣିଛୁ ଆମେ ଆଶା ବି କରୁଛୁ ସାର୍ ମାନେ ଭୁଲ କରିଛନ୍ତି ସାର୍ ମାନେ ନିଜେ ସମସ୍ୟା ସମାଧାନ କରିବେ ସମାଧାନ ତ ଆପଣମାନେ ମିଶିକି କରିବା ବେଦାନ୍ତ ଯିବ ମୀନାକ୍ଷୀ ନେଇକି କେବଳ ଆପଣମାନଙ୍କର ବିନା ସହଯୋଗରେ କିଛି ଆପଣମାନଙ୍କର ସହଯୋଗ କରନ୍ତୁ ଆମେ ଆପଣଙ୍କ ପଛରେ ଅଛୁ ଆମେ ଆପଣମାନଙ୍କ ପଛରେ ଅଛୁ ଆପଣଙ୍କର ତାଙ୍କର ଏଠି ଉତ୍ପାଦନ ଯଦି କୋଇଲା ଖଣି ରସାୟନ କାହିଁକି କରାହେଇଥାନ୍ତି ତେଣୁ ସେତେବେଳେ ବେଦାନ୍ତରୁ ତ ଯାଉଛି ସେଠି ବେଦାନ୍ତର କୋଇଲା ଯାଉଛି କନଭେୟର ବେଲ୍ଟ ଅନୁସାରେ ବି ଆଗକୁ ଆପଣମାନଙ୍କୁ ଭଲ ପ୍ରସ୍ତାବରେ ଦେଇଛନ୍ତି ଯାହା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ ଯୋଉ ପ୍ରପୋଜାଲ ଅଛି ଏଣିକି ଯାହା ନୂଆ କମ୍ପାନୀ ଆସିବେ ଆମେ ସେ ପ୍ରପୋଜାଲ କଣ ପାଇଁ ଖୋଳିଦେଲା ଆମେ ତ 9 ମାସ ଆଗରୁ ମେଲ୍ କଲୁ ସବୁ କଲୁ ରାଷ୍ଟ୍ରପତି ମ୍ୟାଡାମକୁ ବି କଲୁ ଆଜି ବି ରିପ୍ଲାଏ ହେଇନି ଡେପୁଟି ଡାଇରେକ୍ଟର ପାଖରେ ଆମର
आम रायगरणर अनुकूल जावाई आमको 3 घंटा 30 मिनिट बदल 3 घंटा लगुच आम जाऊँ एक्सीडेंट सार भी जानी एक्सीडेंट रिकवरी मुझे राति भी जाऊँ मो जीवन को बाजी कौन पर जिनसा हो मोर अंचलवासी कांदी कांदी मरी जाऊँ रोड पाई रोड कोचिंडारू रोड आसुची लाइफ लाइन रोड आपण मान को हजार नमस्कार करूँ आग रोड करूँ तापर जीव बाईपास देशर विकास निमंते आम विकास रेडी अच्छे देशर तार प्राचुर्य खनिज पदार्थ को तार उपयोग कले तो देश विकास सारा आज पर्यंत तो से गोटे भी खंडे कोईला जाइनी ये विद्युत चलुची प्लांट चलुची खाइबा भी तैयारी होगी सब भी होगी आपण को रिक्वेस्ट 6 मास टाइम आम दौचु आपण मान सहयोग भी बाईपास आम ग्रामवासी करें आपण मान अनुरोध करुचु आम बाईपास करूँ तापर नहीं गाड़ी मरवा जाके संग्राम करूँ आम गाँव ही संग्राम आम स्वाधीनता कषावासी देचु आम नेता तैयारी करूँ आम प्रशासन भी तैयारी करूँ आपण मैंने जब मारे एत लोक आम मरवा भी प्रस्तुत उचित मन करूँ कितु गोटे भी पैसा गाड़ी छाड़ू मारी दिंतु फाँसी दिंतु जहाँ भी आम स्वच्छाकृत भाव में नबू आम दुर्भाग्य केवे करूनी आम बसबू आपंकर जिते गाड़ी अच्छी आम बसिक जीवु आम गोजान भी नहीं रखु कितु आम बिना बाईपास गोटे भी पैसा गाड़ी छाड़ू आम जेहेतु भारत सरकार नियम के आमर प्रशासन देखा करी से गोटे कंपानी जेहेतु आमर गोटे भी जिन आमर यूज हेनी तेलेंगाना सब पड़ेगा आप निजे विचार देखो आमर कौन यूज हम आम किसी हेनी यूज सब जीव तेलेंगाना आम के छोट खाई मरीजु नहीं आम तो पढ़ीचु ना किए तो पढ़ीचु आसासमेंट कमिटी अच्छी परिवेश प्रति किए खिलाफी करुच्ची कौ कंपानी गोटे मीटिंग होता जेहेतु आम 9 मास कलु आम मेल करते सब जानी 38 किलोमीटर पूरा लिखी जाए बाईपास जीव से जो भी आम गाँव में धर डीजल बिक्री कौन काम करे से जिन सार बुझे खुशी नॉन कैप्टिव सप्लाई की कमर्शियल सेल दोला कार पड़िनो कारण से पूरा टोटाल खाई 30 किलोमीटर दर्पणा जीव दर्पणा भी जीव टोटाल सांपड़ हो आगे माइक्रोफोन को तांगे आते भाई नॉन कैप्टिव जाऊ
modify as block follows. Transportation of coal by transportation of coal by road from mine to Darpada. Railway siding using 29 kilometers. Chandipada Darpada road is permitted till December 2018 by taking necessary environmental protection measures. Se कहले जे जेहेतु आमर सीएचपी करे हेनी आमर दरपड़ा सेतिपाई जेतिकी भी गाड़ी जीव 29 किलोमीटर दरपड़ा जीव दरपड़ा रु नन कैप्टिव गाँ को जीव जो गाँ रे पावर प्लांट है सेठी भी जीव तार लेखा अजा गया अपन जो को थाने कलम गया अपन थाने सब हम ओकरा को दो हम की सड़ा का अपन अधिकार नहीं हम भी चाल कर गाड़ी चलो हम भारत सरकार को गाइडलाइन अनुसार करना ना झारसुगुड़ा जापर किसी असुविधा नहीं सी भी तो आराम से पाखे अच्छी झारसुगुड़ा ଆମେ ଆଜ୍ଞା ଆପଣଙ୍କ କଥା ବୁଝୁଛୁ ମୋ ଟିକେ ମାଇକ୍ରୋଫୋନ ଟା ଦିଅ ମୁଁ ନାହିଁ କି ରାଜେ ଆମେ ଲୋକ ନାହିଁ କି କିରା ମୁଁ ଖରାପ କଥା କହିଲି ସେ ମାଇନ୍ସ ନିଆଁ ଜଳୁ ନିଆଁ ନିଆଁ ଜଳି ଯାଉଛି ତମେ ଭଲ ଆଇନ କରୁଛ କିରା ଜମିରା ଭାଷା ଖରାପ କରୁଛି ମଝିରେ ଖରାପ କଥା भारत सरकार जेहेतु आम भारत सरकार भारत सरकार आईन को आम मानिक जाओ सार मान कहले विस्तृत भाव पुणी कथा हे गाड़ी चलो।